ପଦ୍ମପୁରର ଯୁଗଳ କିଶୋର ସାଂସ୍କୃତିକ ମଣ୍ଡପ ପରିସରରେ ଶ୍ରୀ ଜଗନ୍ନାଥଙ୍କ ପାଞ୍ଚ ରାତ୍ର ମହୋତ୍ସବ ଓ 24 ବେଶ ପ୍ରଦର୍ଶନୀ। ରାୟଗଡ଼ା ଜିଲ୍ଲାର ପଦ୍ମପୁର ଶ୍ରୀ କୃଷ୍ଣଚନ୍ଦ୍ର ଯୁଗଳ କିଶୋର ମନ୍ଦିର ପ୍ରାଙ୍ଗଣ ପରିସରରେ ଥିବା ସାଂସ୍କୃତିକ ମଣ୍ଡପ ପରିସରରେ ଆଜି ସନ୍ଧ୍ୟା 7ଟା ସମୟରୁ ଶ୍ରୀ ଜଗନ୍ନାଥଙ୍କ ପାଞ୍ଚ ରାତ୍ର ମହୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଶ୍ରୀ ଜଗନ୍ନାଥଙ୍କ 24 ବେଶ ମଧ୍ୟ ପ୍ରଦର୍ଶନ କରାଯାଇଛି। ସୁନ୍ଦର କଳାକୁଞ୍ଜ ଭିତରେ ଶ୍ରୀ ଜଗନ୍ନାଥଙ୍କ 24 ବେଶ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ। ଏହି କାର୍ଯ୍ୟକ୍ରମରେ ମହନ୍ତ ମଦନ ଗୋପାଳ ଦାସ ମହାରାଜଙ୍କ ତତ୍ତ୍ୱାବଧାନରେ ଧାରାବାହିକ ଭାବେ ପ୍ରବଚନ ଦେଉଛନ୍ତି ବାବା ସତ୍ୟାନନ୍ଦ ଦାସ ମହାରାଜ। ଏଥିରେ ଯୋଗଦେଇ ଜଗନ୍ନାଥଙ୍କ ମହାତ୍ମା ଉପରେ ପାଞ୍ଚ ରାତ୍ର ପ୍ରବଚନ ଦେବେ। ଏହି ସମୟରେ ସାଧୁ ସନ୍ତମାନେ ମଧ୍ୟ ଉପସ୍ଥିତ ରହିଛନ୍ତି। ଏହି ପ୍ରବଚନ ଦେଖିବା ପାଇଁ ଆଖପାଖ ଅଞ୍ଚଳର ଅନେକ ମହିଳା ଏବଂ ପୁରୁଷ ଶ୍ରଦ୍ଧାଳୁମାନେ ଯୋଗ ଦେଇଛନ୍ତି। ଉତ୍ସବ ମୁଖର ହୋଇ ଉଠିଛି ପଦ୍ମପୁର ଗ୍ରାମ ଅଞ୍ଚଳ। ତେବେ ଗ୍ରାମରେ ଶ୍ରୀ ଜଗନ୍ନାଥଙ୍କ ପାଞ୍ଚ ରାତ୍ର ମହୋତ୍ସବ କାର୍ଯ୍ୟକ୍ରମ ଜାରି ରହିଛି। ଏଥିପାଇଁ କଳାକୁଞ୍ଜରେ 24 ବେଶ ମଧ୍ୟ ପ୍ରଦର୍ଶନ ହୋଇଛି। ଏହା ଦେଖିବା ପାଇଁ ମଧ୍ୟ ପ୍ରବଳ ଭକ୍ତଙ୍କ ଶ୍ରଦ୍ଧାଳୁଙ୍କର ପ୍ରବଳ ଭିଡ଼ ମଧ୍ୟ ଜମିଛି। ଅନେକ ମହିଳା ଶ୍ରଦ୍ଧାଳୁମାନେ ଆସି ଆଜି ସନ୍ଧ୍ୟା ସମୟରୁ ଏଠାରେ ପ୍ରବଚନ ମଧ୍ୟ ଶୁଣୁଥିବା ଦେଖିବାକୁ ମିଳିଛି। ଏହି କାର୍ଯ୍ୟକ୍ରମ ଆଜି 25 ତାରିଖ ଠାରୁ ଆରମ୍ଭ ହୋଇ 29 ତାରିଖ ପର୍ଯ୍ୟନ୍ତ ଜାରି ରହିବ ବୋଲି ମଧ୍ୟ ପୂଜା କମିଟି ତରଫରୁ କୁହାଯାଇଛି। ଏଥିରେ ନୂଆସାହିର ସମସ୍ତ ପୂଜା କମିଟି ମେମ୍ବର୍ସମାନେ ଉପସ୍ଥିତ ରହିଛନ୍ତି। ଶାନ୍ତି ଶୃଙ୍ଖଳା ରଖିବା ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି। ଶ୍ରଦ୍ଧାଳୁମାନେ ଯେପରି ଶ୍ରୀ ଜଗନ୍ନାଥଙ୍କ ପଞ୍ଚାମୃତ କଥାମୃତ ଶୁଣିପାରିବେ ଏଥିପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା ମଧ୍ୟ ହୋଇଛି। ବିଶେଷ ଆକର୍ଷଣ ରହିଛି ଏଠାରେ ଶ୍ରୀ ଜଗନ୍ନାଥଙ୍କ 24 ବେଶ ପ୍ରଦର୍ଶନ କରାଯାଇଛି। ଏହି ବେଶକୁ ଦେଖିବା ପାଇଁ ଅନେକ ଭକ୍ତଙ୍କ ମଧ୍ୟ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି।